हेलो फ्रेंड, गुड मॉर्निंग। वेलकम टू माय यूट्यूब चैनल। जाऊँगी एबे छातକୁ कौन ପାଇଁ जाऊँगी? गଛ दिटा आଣିଥିଲି साना बापाଙ୍କ ଘରୁ ମଝିଆ ବାପାଙ୍କ ଘରୁ ଲଗେଇବା ପାଇଁ ଛାତ ଯାଉଛି। ଛାତରେ ଗଛ ଦିଟା ଲଗେଇବା। ଖରା ନାହିଁ କିଛି, ଏଇଠି ଲାଗିଛି ଗଛ, ଆଲୋଭେରା ଗଛ, ଆଉ ଏଇଟା କି ଗୋଟେ ରଜନୀଗନ୍ଧା ଗଛ, ଆଲୋଭେରା ଗଛ ଲଗା ହେଇଛି। ଆଉ କିଛି ଫୁଲ ଗଛ ଆସିନଥିଲା ତ ଏଇ ଫୁଲ ଗଛ ଲାଗିଥିଲା ଅକ୍ଟୋବର ନଭେମ୍ବର ମାସରେ ବହୁତ ସୁନ୍ଦର ଭାବେ ଫୁଟେ ଛାତରେ। ଆଉ ମୁଁ ଲଗେଇଥିଲି, ବହୁତ ବଢ଼ିଆ ଭାବରେ ଫୁଟେ। ତ ଏବେ ସିଜିନ୍ ଆସିଲାଣି, ହେରି ମୁଁ ଡାଳ ନେଇଯାଇଛି ମଝିଆ ବାପା ଗୋଟେ ଲଗେଇଦେବା। ଦେଖିବା, ମୁଁ ଆକ୍ଚୁଆଲି ଦା ଆଣିବାକୁ ଭୁଲି ଯାଇଛି ତଳୁ, କେମିତି ଖୋଳିବା। ଦାଟା ନେଇକି ଆସି ତଳୁ ଯାଉଛି, ନେଇକି ଆସିଲେ ଖୋଳିକି ଲଗେଇବା। ଏଇଠି ଗଙ୍ଗାଦେବ ଗଛ ଲଗେଇ ଦେଇଛି ମୁଁ, ଆଉ ଯୋଡ଼େ ଏଇ ଗଛରେ ଲଗେଇଛି, ଏଇଠି ଗୋଟେ ଲଗେଇଛି, ଆଉ ଗୋଟେ ଏପଟେ ଲଗେଇଛି, ଆଉ ଏଠି ଏଟା ଲଗେଇଲି। ଏ ଫୁଲ ବହୁତ ସୁନ୍ଦର, ପୁରା ଡାଲା ଭଳିଆ ଫୁଟିବ, ହ୍ୱାଇଟ୍ କଲର। ନଭେମ୍ବର ଆଉ ଡିସେମ୍ବର ମାସ ଆଡ଼ିକି ଫୁଟିବ। ମୁଁ ଦେଖେଇବି, ବଞ୍ଚି ଯାଉ ଦେଖେଇବି। ଗଛ ଗୋଟେ ଗଛରୁ 1000ଟା ଗଛ ହବ। ତ ନଥିଲା, ଏ ଗଛ ମରିଯାଇଥିଲା, ମୋ ମନ ବହୁତ ଦୁଃଖ ହେଲା। ଛାତ ଉପରେ ଖରାଦିନେ ଶୁଖିଗଲା, କୁଣ୍ଡ ଖରାପ ହେଇଗଲା, ସଜାଡ଼ି ହେଲାନି। ଆଉ ଏବେ ଯାଉଛି ଗଛ ଆଣିକି ଲଗେଇଦେଲେ, ଯିବା ପଖାଳ ଭାତ ଖାଇବା। ଖାଇସାରିକି ଆହୁରି ବହୁତ କାମ ଅଛି, ସିଲେଇ କାମ କରିବା ପାଇଁକା। ଆଉ କ'ଣ ଅଛି କହିଲ, ବହୁତ କାମ ଅଛି। ରାଜା ପାଇଁକା ମୁଁ ଦୋଳି ତିଆରି କରିଦେଇଛି, ଦେଖେଇବି ଗଲେ ତଳେ। ତମେ କୋଉଠି କାମକୁ ଯାଉଥିଲ? ଆଁ ମୁଁ କହୁଛି ପାଣି ପିଇକି, ହଁ ପାଣି ପିଇକି ରେଡି ହେଇଯାଇଥିଲ। ଓହୋ, ବଢିଆ ଆଗରେ ସଜନା ଛୁଇଁ ପୁରା ସରୁ 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 ହେଇଛି ନା। ସେ ଫୁଲିବନି ଆଉ ବୋଧେ ଲାଗୁଛି, ଫୁଲିବନି କେଜାଣି। କଣ ହଳଦିଆ ଦେଖାଗଲେ? ହଉ ଚାଲ ଯିବା ତଳକୁ। ଆଉ ଗେଣ୍ଡୁ ତଳି ଦିଟା ଗଛ ଉଠିଥିଲା, ତାକୁ ଆଣିକି ଉପରେ ଲଗେଇବା। ଦେଖିବା ସେ ବଞ୍ଚୁଛି ନା ନାହିଁ। ଆଉ କୁଣ୍ଡ ତ ନାହିଁ, ସେଇଟା ଅଛି, ମାଟି ଦେଇକି ଲଗେଇବା। ଆଉ ବାକି ଏଥିରେ ଲଗେଇବା। ଆଉ ଖାଇଦେବା ଚାଲ, 11ଟା ପରେ ହବନି, ମେସିନ୍ ବି ଏବେ ଆସିବ। ଛାତରେ ଆମର ସବୁ ବର୍ଷା ସକାଶେ ଲୁଗାପଟା ଏମିତି ଶୁଖୁଛି। ପାଗଟା ଆଜି ଟିକେ ଭଲ ଦେଇଛି, ବଢ଼ିଆ ଲାଗୁଛି। ଛାତରେ ବସିବାକୁ ବହୁତ ଇଚ୍ଛା ହେଉଛି। କାମ ତ ବହୁତ ଅଛି ଆଉ। ତଳକୁ ଯାଉଥିଲି, ପୁଣି ଛାତକୁ ଆସିଲି। ବୋଉ କହିଲେ ଯାରେ ଗେଣ୍ଡୁ ତଳି ପକେଇ ଦେଇକି ଆସିବି। ଏଇଠି ଅଛି ମାଟି, ଆର ଦେହରେ ପକେଇବା ଖତ ମାଟିକି। ଲାଗୁନି ଗଛ ହେଲା ଭଳିଆ। ଏ ତ କ'ଣ ଶୁଖି ଯାଇଛି, ବୋଉ କହୁଛି ହେଇଯିବ ଏଥିରେ। ମାନେ ଏଇଠି ତଳି ପଡ଼ିଗଲା, ଗେଣ୍ଡୁ ତଳି। ଦେଖାଯାଉ ସେ ଉଠୁଛି ନା ନାହିଁ। ମାଟି ଅଳ୍ପ ଛିଞ୍ଚିକି ପାଣି ପକେଇ ଦେଇଛି, ଦେଖାଯାଉ ହଉଛି ନା ନାହିଁ। ହଉ ଚାଲ ଯିବା ଭାତ ଖାଇବା, ଭୋକ ହେଲେ। ଏଇ ଗଛଟା ଖାଲି ଅଛି, ଗେଣ୍ଡୁ ଗଛ ଏତେ ଲାଗିବ। ଏଇ ଗଛଟା କେତେ ଆଣିଥିଲେ, ଶୁଖିଗଲା, କିନ୍ତୁ ବଞ୍ଚିଲା। ବଞ୍ଚିଛି। ରାଜା ତାର ସେଇଠି ବସିଛି, ମୁଁ ଛାତରୁ ଆସିକି ଭାତ ଖାଇଲାଣି, ପଖାଳ। ଆଉ ଶୁଖିଲା ବଡ଼ି, ଜହ୍ନି, ଆଳୁ, ପୋଇ ରାଇ ହେଇଥିଲା, ପଖାଳ ଭାତ। ଖିଆ ଚାଲିଛି, ଜୋର ଭୋକ ହେଲାଣି।
ଖାଇଦେବା ଆଉ ବାକି କାମ ଦେବା ବହୁତ କାମ ଅଛି। ଛୋଟ ପୂଜା ପରେ ଆଉ ଯା ପୂଜା। ରାଜା ରାଜା ଚାବି କାମୁଡୁ ନା। ରାଜା କହିଲି ଚାବି କାମୁଡୁନା ଛାଡିକି ଚୁପକିନା ଠିଆ ହେବେ। ହଉ ଚାଲ ଦେଖିବା କଣ ହଉଛି। ଏଇଠି ସିଲେଇ ଫାଲେଇ ସାରିକି ଶାଗ ଧୋଉଛି ଦିପହରେ। ଶାଗ ଧୁଆ ଚାଲିଛି ତାକୁ ଫ୍ରିଜରେ ରଖିଦେବା କାଲି ବାହୁଡ଼ାରେ ନଡ଼ିଆ ପକେଇକି ଶାଗ ଭଜା ହବ। ଗାଈ ଆଗଟାକୁ ପକେଇ ଦେଇ ଆସିବା। ଗାଈ ବୋବଉଥିଲା ଦେଖିବା ଦେଇକି ଆସିବା। କାଲି ଯେହେତୁ ବାହୁଡ଼ା ନୁହଁ ଗୁଣ୍ଡିଚା ଯାତ୍ରା ଅଛି। ଗୁଣ୍ଡିଚାରେ ତ ମାଣ ଧାନ କାଲି ଖିଆ ହବ। ସାନକୁ ଶାଗ ଦେଇଥିଲେ ଆଉ ବାଛିକି ରଖିଦବା। ସବୁ ରୋଷେଇ ସରିଯାଇଛି ଦିପହର ପାଇଁକା ଆଉ କାହିଁ କରିବା। ଆଉ ବାକି କାଲିକି କରିବା ଆଉ ନଡ଼ିଆ ପକେଇ ଶାଗଟା ଭାଜିବା। ଏରା ଖାଇବା ପାଇଁ ଯାଉଁଛି ଏବେ କୁଟା ପକେଇଥିଲି ସବୁ ଖାଇକି ସଫା କରିସାରିଲେଣି। ହଉ ଆଉ ଦିଟା ନଡ଼ା ପକେଇ ଦେଇକି ଯିବା ଆଉ ଆଇଛି ଆଉ। ନଡ଼ା ଆମର ଏପଟେ ଗଦା ହେଇଛି। ଗାଡ଼ିଆରେ ପୁରା ଭରପୁର ପାଣି। ଖାଲି ଚୋବେଇବେ ଚୋବେଇବା ଭଲ ତ ଇଏ ଭଲ। ଚୋବା ତାଙ୍କୁ ଛାଡ଼ିଦେବା ଚୋବେଇବା ପାଇଁକା। ଆମେ ଯିବା ଏବେ କାମ କରିବା। ସଜନା ଗଛ ଆମର ପୁରା କହଁଳି ଆସିଥିଲା। ପୁରା ପଦା ହେଇଯାଇଛି ଏପଟ ଡାଳ ମାଙ୍କଡ଼ ନଷ୍ଟ କରିଦଉଛନ୍ତି। ଏଇପଟେ ପୁରା ଛନ ଛନ ହେଇଛି ସେପଟେ ନଷ୍ଟ। ହଉ କଣ କରାଯିବ ମାଙ୍କଡ଼ ମାନଙ୍କ ପାଇଁ। ଖାଆନ୍ତେ ହେଲେ ଖାଲି ଛିଡା ଛିଡି କରି ପକେଇ ଦଉଛନ୍ତି। ହଉ ନିଦ ଲାଗିଲାଣି ଆକ୍ଚୁଆଲି ପଖାଳ ଖାଇକି। ସିଲେଇ ହବ କାଜ ବଟମ ହେଇଗଲା ସିଲେଇଟା କରିଦବା। ସିଲେଇ ସାରିକି ଟିକେ ଗଡ଼ି ପଡ଼ିବା। ଲିସିନି ତ ଆସିକି ଅଙ୍ଗନବାଡ଼ିରୁ ଖେଳୁଛି ଆଉ। ଖେଳ ବହୁତ ବୋହୁ ଏଇ ଦିଟା ବ୍ଲାଉଜ ମୋର କମ୍ପ୍ଲିଟ ହେଇଯାଇଛି। ମୁଁ ପିନ୍ଧିବା ପାଇଁ ହେଇଯାଇଛି। କାଲି ପିନ୍ଧିବାକୁ ଘର ଦ୍ୱାର ସବୁ ନଷ୍ଟ ହେଇକି ପଡ଼ିଛି। ହଉ ଫ୍ରିଜଟା ଲଗେଇଦେଇ ଫ୍ରିଜଟା ଲଗେଇଲା ପରେ ଘର ତକ ସଜାଡ଼ି ସଜାଡ଼ି କରିବାକୁ ପଡ଼ିବ। ଦିପହରେ କଣ ଭାତ ଖିଆ ହବ। ଲିସିନ ଅଙ୍ଗନବାଡ଼ିରୁ ଆସି ଟିକେ ଖେଳିଥିଲା ଗାଧେଇକି ଆସିକି କୁରକୁରି ଖାଉଛି। ମାନେ କହୁଛି ମୁଁ ଭାତ ଖାଇକି ଆଇଛି ଖାଇବିନି। କୁରକୁରି ମୁଢ଼ି ବାଲା ଆସୁଥିଲା ମୁଁ ରଖିଥିଲି ତା ପାଇଁକା। ଆଉ ବହୁତ ଟେଷ୍ଟି ଲାଗୁଛି। ଆଉ ସିଏ ଖାଉଛି ମୁଁ ବି ତା ପାଖରେ ବସିଛି କାହିଁକି ପାରିବି ଚୁପଚାପ ବସିବି ଖାଇବା ଆଉ। ଚାଲିଛି ଦି ଜଣଙ୍କର ଖିଆ। ତାକୁ ଏଇନା ଶୁଆଇବି 2ଟା ହେଲାଣି। ମୁଁ ଟିକେ ଗଡ଼ିବି ବୋଉ ଆଇଲେ ମିଶିକି ଭାତ ଖାଇବୁ। ମୁଁ ଆଇଲେ ଡାକୁନୁ ଆଇଲେ। ଦିଟା ଦିଅରେ ମାନେ ହଜିଲା ବଳଦ ଖୋଜିଲା ଠେଇ କୁହନ୍ତିନି ସେଇଭଳିଆ। ମା ଝିଅ ବସିକି ଖାଉଥିଲୁ କିନ୍ତୁ ଆମ ଗାଁ ଛୁଆ ଯାଇଥିଲେ କୋଳି ପାରିବାକୁ। ଏଇପଟେ ଯାଉଥିଲେ ଆମେ ତାଙ୍କ ଠାରୁ 2ଟା ମାଗି ଆଣିଛୁ। ଆଉ ଭାରି ଟେଷ୍ଟି କୋଳିଟିଏ ଜାମୁ କୋଳି।
ଆଉ ଲିସିନ୍ ଯାଇଛି ମାନେ ଏତେ ପ୍ରିୟ ଯେ ମାମା ମୁଁ ନକା ଗୁଣ୍ଡା ଆଉ ଜିରା ଲଙ୍କା ଗୁଣ୍ଡା ଆଣେ ଆଉ ଲୁଣ ଆଣେ ମିଶିକି ଖାଇବା ଆଉ ପଳେଇଛି ରୋଷେଇ ଘରକୁ ନେଇକି ଆସିଲାଣି। ହଉ ପକାଅ ପକାଅ ପକଉ ନା ଆଇଲା ପକାଅ ଲଙ୍କାଟା ପଡ଼ିବ ଫ୍ୟାନ୍ ଉଡ଼ୁଛି ର ସେମିତି ନୁହଁ ଚାମଚ ସେଟା ଭିତରେ ପରା ଆକ୍ଚୁଆଲି ଆକା ମୁଁ ବହୁତ ଥର ଖୋଜୁଥିଲି ବାଲିପାଟଣା ଯାଇଥିଲି ଥିଲା କିନ୍ତୁ ଘରକୁ ଗଲା ଆସିଲା ବେଳକୁ ନଥିବ ଆଡ଼ୁ ଗଲା ବେଳକୁ ଥିବ ନେ ତାକୁ ରଖିଦେଇକା କଣ ଆମ ଜିରା ଲଙ୍କାଗୁଣ୍ଡା ଦେଖିଲେ ମାଗିବ ନା ନା ମାଗିବ ମୁଁ ଖାଇବି ନଥିବି ଯା ଯା ମୁଁ ଖାଇ ନଥିବି ଯା ସେମିତି ସସ୍ଥୁଆ ହେଇଥିବ ଯା ହଁ ସାଙ୍ଗ ହେଇ ଖାଇବା ମୁଁ କୁରକୁରି ଖାଉଛି ମୋ କୋଳି ଖାଉଛି ମିଶିନି ବହଉଥିଲେ ବି ତା ଡାଡ଼ି ଥିଲେ ବି ସେମିତି କରିଥାନ୍ତା ମୁଁ ଖାଉନି ମୁଁ ଆସିନି ଆଇଲେ ଖାଇବା ମତେ ରାକ୍ଷାସୁଣି ମତେ କହିଲୁ ଆଉ ତୁ ତ ନେଇଯା ମୁଁ ଖାଇବି ରାକ୍ଷାସୁଣି କହିଲୁ ନାଇଁ ନାଇଁ ନେଇଯା ମୋର ରାକ୍ଷାସୁଣି କହିଲୁ ମୁଁ ଖାଇବି ଆଉ ଏବେ ମୁହଁ ମାରିଥିବେ ଭିତରେ ପୁରେଇ ଦେ ହଁ ଏଇଟା ଖାଇସାରିଲେ ଏଇଟା ଖାଏନି ଆଜ୍ଞା ନା ନା ସେଇଟା ଖାଇଦେବା ଏଇଟା ଖାଇବା ଏଇଟା ଭଲ ଲାଗେ ଟେଷ୍ଟ ଲାଗିବ ନା ନା ସେଇଟା ଖାଇବା ଏଇଟା ଖାଇବା ପଇସା ତୁ କୋଉଠି ଥୋଇଥିବୁ ତୁ ପରା ଇଠି ସିଠି ଥୋଇବୁ ସେମିତି ସେଥିପାଇଁ ତୋର ଅଙ୍ଗନବାଡ଼ିରେ ଚୋରି ହେଇଗଲା ତୁ ବା ଆସିକି ବାର କଡ଼ରେ ଥୋଇଥିଲୁ ମୁଁ ନେଇକି ରଖିଛି ମୋବାଇଲ ତଳେ ରଖିଛି ନଖା ଆକୁ ଦେଖିକି ମୋ ପାଟି ଟକ୍ 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 ହେଲେ ମୁଁ ଖାଇବି ମାନେ ଏଇଟା ମାଉଁସିଆ କୋଳିଟା ଟେଷ୍ଟ ଲାଗିବ ଲାଗୁଛି ସିରିୟସଲି ବହୁତ ଟେଷ୍ଟି ଲାଗୁଛି ଆଉ ଛୋଟ ମଞ୍ଜି ରସାର ଅଧିକ ଜାମୁ କୋଳିରେ ଆକ୍ଚୁଆଲି ଭିଟାମିନ୍ ଇ ଥାଏ ଭିଟାମିନ୍ ଏ ଆଉ ଇ ଥାଏ ଏଇଟା ବହୁତ ବଢ଼ିଆ ଆଉ ଖାଇବା କଥା ଗାଡ଼ି ବାଡ଼ି ଟାଣୁଛି କୋଉଠି ଲଗେଇଲା ରାସ୍ତା କଡ଼ରେ